ଛୁଇଁ ଆଳୁ ଭଜା କରିବା। ସେଥିପାଇଁ ମୁଁ କିଛି ଛୁଇଁ ନେଇଛି, 3ଟି ଆଳୁ ନେଇଛି। ତାକୁ ଭଲ ଭାବରେ କାଟିଦେବା। ଆଳୁର ଚୋପା ଛଡ଼େଇ ଦେଇଛି। ଛୁଇଁକି ମଧ୍ୟ ତାର ଭଲ ଭାବରେ ଚୋପା ଛଡ଼େଇ ଦେଇକି କାଟି ନେବା। ତାକୁ ପାଣିରେ ଧୋଇ ଧାଇକି ତାକୁ ରଖିବା। ପିଆଜ ଗୋଟେକୁ ତାକୁ ଛୋଟ ଛୋଟ କାଟି ନେବା। ଧନିଆ ପତ୍ର ତାକୁ ଛୋଟ ଛୋଟ କାଟିକି ତାକୁ ବି ରଖିବି। ଆଳୁ ଛୁଇଁ ଦେଖନ୍ତୁ ଭିଜିଗଲା। ଗରମ ପାଣିରେ ଲୁଣ ଟିକେ ଦେଇ ଦେଉଛି, ଟିକେ ହଳଦୀ ଗୁଣ୍ଡ। ଆଳୁ ପ୍ରଥମେ ଦେଇଦେବା। କିଛି ସମୟ ଘୋଡ଼ାଇବା ପାଇଁ ରଖିଦେବା। ତାପରେ ସେଥିରେ ଛୁଇଁ ଦେଇଦେବା। କିଛି ସମୟ ପରେ ଛୁଇଁ ଦେଇ ଦେଉଛି, ନହେଲେ ଛୁଇଁ ବିଳିଯିବ। ସେଥିପାଇଁ ପରେ ଛୁଇଁ ଦିଆହେଉଛି। ଦଶ ମିନିଟ୍ ପରେ ସିଝି ଯାଇଛି ଛୁଇଁ ଆଉ ଆଳୁ ଦେଖନ୍ତୁ। ତାକୁ ଗୋଟେ ଥାଳିରେ ବାହାର କରିଦେବା। ସବୁଯାକ ପାଣିରୁ ବାହାର କରିଦେବା ତାକୁ। ଏମିତି ସିଝି ଯାଇଛି ଛୁଇଁ ଆଉ ଆଳୁ। କଡ଼େଇରେ ତେଲ ଦେଇଦେବା। ଜିରା ଅଧା ଚାମଚ ଦେଇଦେବା। ପିଆଜ ଦେଇଦେବା। କାଟି ରଖିଥିବା ଧନିଆ ପତ୍ର ଦେଇଦେବା। ତାକୁ ତେଲରେ ପିଆଜ ଧନିଆ ପତ୍ର ଭଲ ଭାବରେ ତାକୁ ଭାଜି ନେବା। ଧନିଆ ଗୁଣ୍ଡ 2 ଚାମଚ ଦେଇଦେବା। ଜିରା ଗୁଣ୍ଡ 1 ଚାମଚ, ହଳଦୀ ଗୁଣ୍ଡ ଅଧା ଚାମଚ, 1 ଚାମଚ ଲଙ୍କା ଗୁଣ୍ଡ। ତାକୁ କିଛି ସମୟ ତେଲରେ ଭାଜି ନେବା, ସେ ଯେମିତି ନ ପୋଡ଼େ। ସାଙ୍ଗେ ସାଙ୍ଗେ ଦେଇଦେବା ଛୁଇଁ ଆଳୁ ତା ଉପରେ। ସବୁ ଅଲଟ ପାଲଟ ଭଲ ଭାବରେ କରିଦେବା। ଦେଖନ୍ତୁ ଆଉ ଟିକେ ଲୁଣ ଉପରେ ଦେଇନେବା। କାହିଁକିନା ଅଳ୍ପ ଲୁଣ ଦେଇଥିଲି, ଟିକେ ଲୁଣ ଦେଇଦେଲେ ଯାହା ବି ଲୁଣ କମିଥିବ ସେ ଭଲ ଭାବରେ ଲୁଣ ଲାଗିଯିବ ଛୁଇଁ ଆଉ ଆଳୁରେ। ଦେଖନ୍ତୁ କେତେ ସୁନ୍ଦର ଆଳୁ ଆଉ ଛୁଇଁ ଭଜା ହୋଇଯାଇଛି। କେତେ ସୁନ୍ଦର ଭାବରେ ଆଳୁ ଆଉ ଛୁଇଁ ଭଜା ହେଇଛି ଦେଖନ୍ତୁ। ଲାଲ ଲାଲ ଦେଖାଯାଉଛି। ଆପଣଙ୍କୁ ଯଦି ମୋର ଆଳୁ ଛୁଇଁ ଭଜା ଭଲ ଲାଗିଥାଏ, ତାହେଲେ ଆପଣମାନେ ମୋତେ କମେଣ୍ଟ କରିବେ ନିଶ୍ଚୟ ଭାବରେ। ଏମିତିକା ବନେଇ ଘରେ ଖାଇ ନିଅନ୍ତୁ। ଦେଖିବେ ନିଶ୍ଚୟ ଭଲ ଲାଗିବ। ଛୁଇଁ ସମୟ ବର୍ତ୍ତମାନ ଘରେ ଘରେ ଛୁଇଁ ହେଉଛି। ଏମିତି ବନେଇ ଖାଆନ୍ତୁ, ବହୁତ ଭଲ ଲାଗିବ। ଭାତରେ ଖାଇବେ ଯଦି ବହୁତ ଭଲ ଲାଗିବ। ଗରମ ଗରମ ଭାତ ହଉ, ପଖାଳ ଭାତ ହଉ। ଆପଣ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଭୁଲିବେନି। ଧନ୍ୟବାଦ।